श्रोता बंधु, मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। आत्मा पुरुष श्री जगन्नाथ समस्तंकर आराध्य विश्वभुवन विदित आम महाप्रभु प्रत्येक ओडियांकर हृदयर रत्न सिंहासन रे विराजित ईश्वर से कृष्ण से विष्णु से कल्कि से वामन से श्री जगन्नाथ। श्रोताबंधु, श्रीमद् भागवतर एकादश स्कंद सन्निवेशित द्वादश अध्याय रही श्री जगन्नाथ को भजिबार महत्व, सत्संगर महिमा एवं कर्म एवं कर्म त्यागर विविध विधि। श्री भगवान श्रीकृष्ण कहिले, प्रिय उद्धव, सत्संगर महिमा बड़ अद्भुत। सत्संग हेउछि एक श्रेष्ठ साधना। मोर भक्त सत्संग द्वारा मते जेपरि पाई पारंती, अन्य कौनसी साधना द्वारा सेपरि पाई पारंती नाही। जोग, सांख्य, धर्म, स्वाध्याय, तप, त्याग, इष्टापूर्त कर्म, यागयज्ञ, कूଅ पोखरी आदि खनन, दक्षिणा, व्रत, यज्ञ, वेदर रहस्यमय मंत्र, तीर्थ, नियम, जम आदि जेते सबु उपाय अछि से सबु द्वारा मते सहजरे पाई हुए नाही, अथच सत्संग द्वारा मु सहजरे मिली जाए। एहार कारण हैला, सत्संग द्वारा सकल प्रकार आसक्ति नष्ट हो जाए। आसक्ति नष्ट हो गले मो प्रति भक्ति बढ़ी जाए और सत्संगी मते सहजरे पाई जाती। हे निष्पाप उद्धव, प्रत्येक जुगरे सत्संग द्वारा ही दैत्य, राक्षस, पशु, पक्षी, गंधर्व, अप्सरा, नाग, सिद्ध, चारण, गुह्यक और विद्याधर माने मते पाई पारिछंती। मनुष्य मानक मध्यरे वैश्य, शूद्र, स्त्री और अंत्यज आदि रजोगुणी, तमोगुणी प्रकृतिर बहु जीव सत्संग द्वारा मोर परम पद पाइछंती। वृत्रासुर, प्रह्लाद, वृषपर्वा, बलि, बाणासुर, मयदानव, विभीषण, सुग्रीव, हनुमान, जाम्बवान, गजेन्द्र, जटायु, तुलाधार, वैश्य, धर्मव्याध, कुबुजा, ब्रजर गोपीगण, यज्ञपत्नीगण एवं अन्य विभिन्न लोक मध्य सत्संग प्रभाव ही मोते लाभ करि पारिछंती। सेमाने वेद अध्ययन करिनथिले कि विधि पूर्वक महापुरुष मानकर उपासना करिनथिले, सेमाने कौनसी प्रकार व्रत और तपस्या भी करिनथिले। सेमानंक परि अन्य बहु लोके भी केवल सत्संग प्रभाव रे ही मते पाई जाइछंती। गोपी माने, गाई माने, जामलार्जुन वृक्ष, ब्रजर हरिण आदि पशु ए समस्ते भाव द्वारा ही मते पाई गले। एमानंक छड़ा कालिय नाग परि मूढ़ बुद्धि प्राणी ମଧ୍ୟ ମୋତେ ପାଇଗଲା। ଏହିପରି ଅନ୍ୟାନ୍ୟ ବହୁ ଜୀବ ମଧ୍ୟ ଥିଲେ, ଯେଉଁମାନେ କି କେବଳ ପ୍ରେମପୂର୍ଣ୍ଣ ଭାବ ଦ୍ୱାରା ହିଁ ଅନାୟାସରେ ମୋତେ ପାଇଯାଇ କୃତକୃତ୍ୟ ହୋଇଗଲେ। ଶ୍ରୋତାବନ୍ଧୁ, ମୋର ଏଇଠି ମନେ ପଡ଼େ ପ୍ରେମର ମହତ୍ଵକୁ ବଖାଣିବା ଯାଇ କବୀର ଦାସଙ୍କର ବାଣୀ, ପୋଥି ପଢ଼ି ପଢ଼ି ଜଗ ମୁଆ ପଣ୍ଡିତ ଭଏ ନା କୋଏ, ଢାଇ ଅକ୍ଷର ପ୍ରେମ କା ପଢ଼େ ସୋ ପଣ୍ଡିତ ହୋଏ। ପ୍ରେମ ଏକ ଅମୋଘ ଅସ୍ତ୍ର। ଶ୍ରୋତାବନ୍ଧୁ, ମଣିଷକୁ ଯଦି ଆପଣଙ୍କ ହୃଦୟରୁ ନିଷ୍କପଟ ଭାବରେ ଆପଣ ଭଲ ପାଇବା ଦିଅନ୍ତି, ତାହା ଏଭଳି ଏକ ଶକ୍ତିରେ ପରିଣତ କରେ ଯାହାକି ପ୍ରତ୍ୟେକ ମଣିଷ ଭିତରେ ଆପଣଙ୍କର ପ୍ରତ୍ୟେକ ମଣିଷ ଉପରେ ଆପଣଙ୍କର ପ୍ରଭାବ ପଡ଼ିପାରେ। କେବଳ କଥା ହେଉଛି ସଚ୍ଚୋଟତା ଏବଂ ନିଷ୍କପଟତା ଏବଂ ନିର୍ଲୋଭପଣ। ଯଦି ଆପଣ ନିସ୍ପୃହ, ଆପଣ ଅନ୍ୟର ଭଲ ଚାହାନ୍ତି, ପରୋପକାରୀ, ତେବେ ନିଶ୍ଚିତ ଭାବରେ ଆପଣଙ୍କର ଭଲ ପାଇବା ଶକ୍ତି ପ୍ରତ୍ୟେକଟି ଜୀବକୁ ଆପଣଙ୍କ ସହିତ ବାନ୍ଧିକି ରଖିପାରିବ। हे उद्धव, बड़ बड़ प्रयत्नशील साधक जोग, सांख्य, दान, व्रत, तपस्या, यज्ञ, वेद व्याख्या, स्वाध्याय, संन्यास आदि उपाय द्वारा मते पाई पारंती नाही, किंतु सत्संग द्वारा मते पाइबा सुलभ हो जाए। हे उद्धव,
ଗୋପୀମାନଙ୍କର ହୃଦୟ ପ୍ରଗାଢ଼ ପ୍ରେମ ହେତୁ ମୋର ଅନୁରାଗର ରଙ୍ଗରେ ରଞ୍ଜିତ ହୋଇ ରହିଥିଲା। ଭାଇ ବଳରାମଙ୍କ ସହିତ ଅକ୍ରୁର ମୋତେ ମଥୁରା ନେଇ ଆସିଲା ବେଳେ ମୋ ବିଚ୍ଛେଦର ଦାରୁଣ ଦୁଃଖରେ ସେମାନେ ଏତେ ବ୍ୟାକୁଳ ହୋଇଯାଇଥିଲେ ଯେ ମୋ ଛଡ଼ା ଅନ୍ୟ କୌଣସି ବସ୍ତୁ ସେମାନଙ୍କୁ ସୁଖୀ କରାଇ ପାରିଲା ନାହିଁ। ତୁମେ ଜାଣ ଯେ ମୁଁ ହିଁ ହେଉଛି ସେମାନଙ୍କର ଏକମାତ୍ର ପ୍ରିୟତମ। ମୁଁ ବୃନ୍ଦାବନରେ ଥିବାବେଳେ ସେମାନେ ମୋ ସହିତ ଗୋଟିଏ ଗୋଟିଏ ରାତି କ୍ଷଣଟିଏ ପରି ସୁଖରେ ବିତାଇ ଦେଉଥିଲେ। ରାସଲୀଳାର ବହୁ ରାତ୍ରି ସେମାନେ ଏପରି ବିତାଇ ଦେଇଥିଲେ କିନ୍ତୁ ହେ ଉଦ୍ଧବ, ମୋର ବିରହରେ ସେମାନେ ଗୋଟିଏ ଗୋଟିଏ ରାତି ଗୋଟିଏ ଗୋଟିଏ କଳ୍ପ ପରି ବଡ଼ କଷ୍ଟରେ ବିତାଉଥିଲେ। ସେହି ଗୋପୀମାନଙ୍କର ମୋଠାରେ ଏତେ ଅତୁଟ ପ୍ରେମ ରହିଥିଲା ଏବଂ ସେମାନଙ୍କର ଚିତ୍ତ ମୋଠାରେ ଏତେ ଦୃଢ଼ ଭାବରେ ଲାଗିଯାଇଥିଲା ଯେ ସେମାନଙ୍କର ସ୍ମୃତିରେ ମୋ ଭିନ୍ନ ଅନ୍ୟ କିଛି ବି ସ୍ଥାନ ପାଇପାରିନଥିଲା। ସେମାନଙ୍କର ଭାବନା ମୋଠାରେ ଏତେ ପ୍ରଗାଢ଼ ରୂପରେ ଆବିଷ୍ଟ ହୋଇଯାଇଥିଲା ଯେ ସେମାନଙ୍କର ନିଜର ଦେହ ଜ୍ଞାନ ମଧ୍ୟ ରହୁନଥିଲା। ଏପରିକି ଇହଲୋକ ପରଲୋକ ଓ ଆତ୍ମୀୟ ସ୍ୱଜନମାନଙ୍କ କଥା ମଧ୍ୟ ମନେ ରହୁନଥିଲା। ମୁନିମାନେ ସମାଧିସ୍ଥ ହୋଇଗଲେ ଯେପରି ସବୁକିଛି ଭୁଲିଯାଇ ପରମାତ୍ମାଙ୍କ ସହିତ ଏକାକାର ହୋଇଯାଆନ୍ତି, ସମୁଦ୍ରରେ ପଡ଼ିଗଲେ ନଦୀ ଯେପରି ନିଜର ନାମ ରୂପ ହରାଇ ଦିଏ, ସେମାନେ ସେହିପରି ମୋ ଭାବନାରେ ଆତ୍ମହରା ହୋଇଯାଇଥିଲେ। ହେ ଉଦ୍ଧବ, ସେମାନଙ୍କ ମଧ୍ୟରୁ ବହୁ ଗୋପୀ ତ ମୋର ବାସ୍ତବ ସ୍ୱରୂପ ଜାଣିନଥିଲେ। ସେମାନେ ମୋତେ କେବଳ ନିଜର ପ୍ରିୟତମ ବୋଲି ଜାଣିଥିଲେ ଏବଂ ମୋ ସହିତ ମିଳନର ଆକାଂକ୍ଷା ରଖୁଥିଲେ। ସେଇ ସାଧନାହୀନା ଶତ ଶତ ସହସ୍ର ସହସ୍ର ଅବଳା କେବଳ ମୋ ସାଙ୍ଗର ପ୍ରଭାବରେ ମୋତେ ଅର୍ଥାତ୍ ପରଂବ୍ରହ୍ମକୁ ପାଇଗଲେ। ତେଣୁ ହେ ଉଦ୍ଧବ, ତୁମେ ପ୍ରବୃତ୍ତି ନିବୃତ୍ତି ଇହଲୋକ ଓ ପରଲୋକ ସମ୍ବନ୍ଧରେ ଶୁଣିଥିବା ସମଗ୍ର କଥା, ସମସ୍ତ ବିଷୟ ତଥା ଏସବୁ ସହିତ ସମ୍ବନ୍ଧିତ ସକଳ ପ୍ରକାର କର୍ମ ତ୍ୟାଗ କରିଦେଇ ସମସ୍ତ ପ୍ରାଣୀଙ୍କର ଆତ୍ମସ୍ୱରୂପ ଏକମାତ୍ର ମୋଠାରେ ହିଁ ଅନନ୍ୟ ଭାବରେ ଶରଣାଗତ ହୋଇଯାଅ। ତାହେଲେ ତୁମର ଆଉ ଭୟ ରହିବ ନାହିଁ ଏବଂ ତୁମେ ନିଶ୍ଚିନ୍ତ ହୋଇଯିବ। ଉଦ୍ଧବ କହିଲେ, ହେ ଯୋଗେଶ୍ୱର ମାନଙ୍କର ଈଶ୍ୱର, ହେ ଯୋଗେଶ୍ୱର ମାନଙ୍କର ଈଶ୍ୱର, ମୁଁ ତ ଆପଣଙ୍କର ଅମୃତମୟ ବାଣୀ ଶୁଣୁଛି ପ୍ରଭୁ, କିନ୍ତୁ ମୋ ମନର ସଂଶୟ ଦୂର ହେଉନାହିଁ। ମୁଁ ସ୍ୱଧର୍ମ ପାଳନ କରିବା ଉଚିତ ନା ସବୁକିଛି ଛାଡ଼ି ଆପଣଙ୍କ ଶରଣ ଗ୍ରହଣ କରିବା ଉଚିତ, ଏ ବିଷୟରେ ମୋ ମନରେ ଭ୍ରମ ଉପୁଜୁଛି। ତେଣୁ କୃପା କରି ଏ ବିଷୟଟି ଭଲ ଭାବରେ ମୋତେ ବୁଝାଇ ଦିଅନ୍ତୁ। ଶ୍ରୀ ଭଗବାନ କହିଲେ, ପ୍ରିୟ ଉଦ୍ଧବ, ଏକମାତ୍ର ପରମେଶ୍ୱର ହିଁ ବିଶ୍ୱରୂପରେ ରହିଛନ୍ତି। ପରମାତ୍ମା ହିଁ ସମସ୍ତଙ୍କୁ ଚେତନା ଶକ୍ତି, ଜୀବନୀ ଶକ୍ତି ପ୍ରଦାନ କରନ୍ତି। ତେଣୁ ପରମାତ୍ମା ହିଁ ଜୀବ ରୂପରେ ରହିଛନ୍ତି। ସେହି ପରମେଶ୍ୱର ହିଁ ପ୍ରଥମେ ଅନାହତ ନାଦ ସ୍ୱରୂପ ପରାବାଣୀ ରୂପରେ ପ୍ରାଣ ସହିତ ମୂଳାଧାର ଚକ୍ରରେ ପ୍ରବେଶ କରନ୍ତି। ତାପରେ ମନୋମୟ ରୂପକୁ ମନରେ ଗ୍ରହଣ କରି ମଣିପୂରକ ଚକ୍ରରେ ପଶ୍ୟନ୍ତୀ ନାମକ ବାଣୀର ସୂକ୍ଷ୍ମ ରୂପ ଧରନ୍ତି ଏବଂ କଣ୍ଠଦେଶରେ ଥିବା ବିଶୁଦ୍ଧ ନାମକ ଚକ୍ରକୁ ଆସି ମଧ୍ୟମା ନାମକ ରୂପ ଧାରଣ କରନ୍ତି। ତାପରେ ମୁଖକୁ ଆସି ଆକାରାଦି ମାତ୍ରା, ସ୍ୱର, ବର୍ଣ୍ଣ ଆଦି ରୂପରେ ବୈଖରୀ ନାମ ଧରି ବାଣୀର ସ୍ଥୂଳ ରୂପ ଧାରଣ କରନ୍ତି। ଏଣୁ ଶବ୍ଦ ବ୍ରହ୍ମକୁ ପରମାତ୍ମାଙ୍କର ଅଭିବ୍ୟକ୍ତି ବୋଲି ସ୍ୱୀକାର କରିବା ଆବଶ୍ୟକ। ଆକାଶରେ ଅଗ୍ନି ଉତ୍ତାପ ରୂପରେ ଥାଏ, ତାହାକୁ ବଳପୂର୍ବକ ମନ୍ଥନ କରି କାଠରୁ ପ୍ରକଟ କରାଗଲେ ପ୍ରଥମେ ତାହା ସ୍ଫୁଲିଙ୍ଗ ରୂପେ ବାହାରେ, କିନ୍ତୁ ସେହି ସ୍ଫୁଲିଙ୍ଗକୁ ଇନ୍ଧନ ଯୋଗାଇ ଦେଲେ ତାହା ପ୍ରଜ୍ୱଳିତ ହୋଇଉଠେ। ଉପରୋକ୍ତ ବାଣୀ ସେହିପରି ସୂକ୍ଷ୍ମ ରୂପରୁ ସ୍ଥୂଳ ରୂପରେ ପ୍ରକଟିତ ହୁଏ। ଏପରି ଭାବରେ ଶବ୍ଦ ବ୍ରହ୍ମ ରୂପରେ ମୁଁ ହିଁ ଅଭିବ୍ୟକ୍ତ ହୋଇଛି। ଅନ୍ୟ କ୍ରିୟାମାନଙ୍କୁ ମଧ୍ୟ ଏପରି ମୋର ହିଁ ଅଭିବ୍ୟକ୍ତି ବୋଲି ବୁଝିବା ଆବଶ୍ୟକ। କର୍ମ କରିବା, କହିବା, ଚଳପ୍ରଚଳ କରିବା, ମଳମୂତ୍ର ତ୍ୟାଗ କରିବା, ଶୁଙ୍ଘିବା, ସ୍ୱାଦ ଗ୍ରହଣ କରିବା, ଦେଖିବା, ଛୁଇଁବା, ଶୁଣିବା, ମନରେ ସଂକଳ୍ପ ବିକଳ୍ପ କରିବା, ବୁଦ୍ଧିବଳରେ ହୃଦୟଙ୍ଗମ କରିବା, ଅଭିମାନ କରିବା ଆଦି ଯେତେ ସବୁ କ୍ରିୟା ରହିଛି ଏବଂ ମହତ୍ତ୍ୱ ରହିଛି ତଥା ସତ୍ତ୍ୱ, ରଜ, ତମ ଆଦି ତ୍ରିଗୁଣର ଯେଉଁ ସବୁ ବିକାର ରହିଛି, ତା ଛଡ଼ା ଯେତେ ଯାହା ଦୃଶ୍ୟ ଜଗତ ରହିଛି, ସେ ସବୁକୁ ମୋର ହିଁ ଅଭିବ୍ୟକ୍ତି ବୋଲି ବୁଝିବା ଆବଶ୍ୟକ। ସେ ସବୁ ରୂପରେ ମୁଁ ହିଁ ପ୍ରକାଶିତ ହେଉଛି। ଶ୍ରୋତାବନ୍ଧୁ, ପରମାତ୍ମା ତ୍ରିଗୁଣମୟ। ତେଣୁ ପରମାତ୍ମା ହିଁ ତ୍ରିଗୁଣମୟ ବ୍ରହ୍ମାଣ୍ଡ ରୂପୀ ପଦ୍ମ ଉତ୍ପନ୍ନ କରିଛନ୍ତି। ସେହି ନାରାୟଣ ହେଉଛନ୍ତି ଅବ୍ୟକ୍ତ ତଥା ବିଭିନ୍ନ ରୂପରେ ବିଭକ୍ତ ହୋଇ ମଧ୍ୟ ସେ ଏକ। ସେ ହେଉଛନ୍ତି ପୁରାଣ ପୁରୁଷ,
ସମସ୍ତଙ୍କର ଆଦିମୂଳ ଏବଂ ସେ ନିଜକୁ ଅନେକ ଶକ୍ତିରେ ବିଭାଜିତ କରି ବହୁ ରୂପ ଧାରଣ କରିଛନ୍ତି। ସେ ସର୍ବତ୍ର ବିଭିନ୍ନ ରୂପରେ ପ୍ରକଟିତ ହେଉଛନ୍ତି। ଭୂମିରେ ବିହନ ବୁଣିଦେଲେ ତାହା ଯେପରି ଅନେକ ରୂପ ହୋଇଥାଏ ଏବଂ ସେହିପରି ପରମାତ୍ମାଙ୍କର ଉଜ୍ଜୀବନୀ ଶକ୍ତି ପାଇ ଏହି ସମଗ୍ର ବିଶ୍ୱ ଅନେକ ରୂପରେ ପ୍ରକଟିତ ହୋଇଯାଇଛି। ଏସବୁ ହେଉଛି ସେହି ପରମାତ୍ମାଙ୍କର ହିଁ ଅଭିବ୍ୟକ୍ତି। ବସ୍ତ୍ରରେ ସର୍ବତ୍ର ଯେପରି ସୂତା ହିଁ ଓତପ୍ରୋତ ହୋଇ ରହିଛି, ବିଶ୍ୱରେ ସର୍ବତ୍ର ସେହିପରି ଏକମାତ୍ର ପରମାତ୍ମା ହିଁ ଓତପ୍ରୋତ ହୋଇ ରହିଛନ୍ତି। ସେ ସର୍ବତ୍ର ପୂର୍ଣ୍ଣ ହୋଇ ରହିଛନ୍ତି ଏବଂ ଏହି ସଂସାର ବୃକ୍ଷ ହେଉଛି ପୁରାତନ। କର୍ମର ପରମ୍ପରା ଅନାଦି କାଳରୁ ଚଳି ଆସୁଛି। ତେଣୁ ସଂସାର ବୃକ୍ଷ ହେଉଛି କର୍ମରୂପ ଏବଂ କର୍ମ ହିଁ ଫୁଲ ଓ ଫଳ ଉତ୍ପନ୍ନ କରେ, ଅର୍ଥାତ୍ କର୍ମ ରୂପରେ ମଧ୍ୟ ସେ ହିଁ ଅଛନ୍ତି। ଏହି ସଂସାର ବୃକ୍ଷର ଦୁଇଟି ବୀଜ ହେଉଛି ପାପ ଓ ପୁଣ୍ୟ। ଏହାର ଶତ ଶତ ମୂଳ ରହିଛି, ଅର୍ଥାତ୍ କାମନା ରୂପୀ ମୂଳ ରହିଛି। ସତ୍ୱ ରଜ ତମ ତ୍ରିଗୁଣ ହେଉଛି ଏହାର ତିନିଟି ମୁଖ୍ୟ ଗଣ୍ଡି। ଏହାର ରହିଛି ପଞ୍ଚଭୂତ ରୂପୀ ପାଞ୍ଚଟି ମୁଖ୍ୟ ଶାଖା। ଏଥିରୁ ପାଞ୍ଚ ପ୍ରକାର ରସ, ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ ରୂପରେ ପଞ୍ଚେନ୍ଦ୍ରିୟର ବିଷୟ ନିର୍ଗତ ହୁଏ। ଏହାର ରହିଛି 11ଟି ଶାଖା, 10 ଇନ୍ଦ୍ରିୟ ଓ 1 ମନ। ଏହି ବୃକ୍ଷରେ ଦୁଇଟି ପକ୍ଷୀ ଅଛନ୍ତି, ସେ ହେଉଛନ୍ତି ଜୀବ ଓ ଈଶ୍ୱର। ସେମାନେ ବସା ବାନ୍ଧି ରହନ୍ତି। ଏହି ବୃକ୍ଷର ରହିଛି 3 ପରସ୍ତ ବକଳ, ବାତ, ପିତ୍ତ ଓ କଫ। ଏହି ବୃକ୍ଷରେ 2ଟି ଫଳ, ସୁଖ ଓ ଦୁଃଖ। ଏହି ବୃକ୍ଷ ସୂର୍ଯ୍ୟମଣ୍ଡଳ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। ଶାଗୁଣା ପରି କେବଳ ଦୈହିକ କାମ ପ୍ରବଣ ବିଷୟ ଲୋଲୁପ ଗ୍ରାମ୍ୟ ଅର୍ଥାତ୍ ସାଂସାରିକ ମନୁଷ୍ୟମାନେ ଅର୍ଥାତ୍ ଅବିଦ୍ୟାକୁ ମହତ୍ତ୍ୱ ଦେଉଥିବା ଲୋକେ ଏହାର ଦୁଃଖ ରୂପ ଫଳଟି ଖାଆନ୍ତି ଏବଂ ନୀର ଛାଡ଼ି କ୍ଷୀର ପାନ କରୁଥିବା ହଂସ ରୂପୀ ଅରଣ୍ୟବାସୀ ଅର୍ଥାତ୍ ସଂସାର ତ୍ୟାଗୀ ପବିତ୍ର ଆତ୍ମା ମାନେ ଏହାର ସୁଖ ରୂପ ଫଳ ଖାଆନ୍ତି। ଯେଉଁ ବ୍ୟକ୍ତି ଗୁରୁଙ୍କ ଠାରୁ ଜ୍ଞାନ ଲାଭ କରି ହୃଦୟଙ୍ଗମ କରିପାରନ୍ତି ଯେ ଏକମାତ୍ର ପରମାତ୍ମା ହିଁ ଆପଣା ମାୟା ବଳରେ ଅନେକ ରୂପରେ ପ୍ରକଟିତ ହୋଇଛନ୍ତି, ସେ ହିଁ ବେଦବାଣୀର ପ୍ରକୃତ ତାତ୍ପର୍ଯ୍ୟ ଜାଣନ୍ତି। ତେଣୁ ହେ ଉଦ୍ଧବ, ଏପରି ଭାବରେ ଗୁରୁଦେବଙ୍କ ଉପାସନା କରି ଏବଂ ଅନନ୍ୟ ଭକ୍ତି ଦ୍ୱାରା ଜ୍ଞାନ ରୂପକ ତରବାରୀକୁ ତୀକ୍ଷ୍ଣ କରି ଧୈର୍ଯ୍ୟପୂର୍ବକ ଜୀବ ଭାବକୁ କାଟିଦିଅ। ତାପରେ ଆତ୍ମା ସ୍ୱରୂପ ଜାଣି ରଖି ସେହି ତରବାରୀକୁ ମଧ୍ୟ ତ୍ୟାଗ କରିଦେଇ ନିଜର ଅଖଣ୍ଡ ରୂପରେ ଶାଶ୍ୱତ ଭାବରେ ଅବସ୍ଥିତ ହୋଇଯାଅ। ଶ୍ରୋତାବନ୍ଧୁ, ଏଇ ଯେଉଁ ଶାଶ୍ୱତ ଭାବରେ ଅବସ୍ଥିତ ହୋଇଯାଅ ଯେଉଁ କହିଲେ ପ୍ରଭୁ, ତାର ଅର୍ଥ ହେଉଛି ଈଶ୍ୱର ଆପଣା ମାୟା ବଳରେ ସମସ୍ତ ଜାଗତିକ ପଦାର୍ଥ ରୂପେ ପ୍ରତୀୟମାନ ହେଉଛନ୍ତି, କିନ୍ତୁ ଅନାଦି ଅବିଦ୍ୟା ହେତୁ ଜୀବକୁ ସମସ୍ତ ଜାଗତିକ ପଦାର୍ଥ ଓ କ୍ରିୟାରେ ଆପଣା କର୍ତ୍ତୃତ୍ୱ ପ୍ରଭୃତିର ଭ୍ରାନ୍ତି ହେଉଛି। ଅର୍ଥାତ୍ ସେ ଭାବୁଛି ମୁଁ ହିଁ ସବୁ କରୁଛି। ଯେହେତୁ କର୍ତ୍ତୃତ୍ୱ ରହୁଛି, ତେଣୁ କୁହାଯାଏ ଯେ ଅମୁକ କର, ଅମୁକ ନ କର। ଏଭଳି ବିଧି ଓ ନିଷେଧର ଆଜ୍ଞା ତା ପାଇଁ ଲାଗୁ ହୋଇଯାଏ। ତା ପରବର୍ତ୍ତୀ ସ୍ଥିତିରେ ତାକୁ ପୁଣି କୁହାଯାଏ ଯେ ଅନ୍ତଃକରଣ ଶୁଦ୍ଧି ନିମନ୍ତେ କର୍ମ କର। ଅନ୍ତଃକରଣ ଶୁଦ୍ଧ ହୋଇଯିବା ପରେ ପୁଣି କର୍ମ ସମ୍ବନ୍ଧୀୟ ଦୁରାଗ୍ରହକୁ ଦୂର କରିବା ପାଇଁ ତାକୁ କୁହାଯାଏ ଯେ ଭକ୍ତିରେ ବିକ୍ଷେପ ଉତ୍ପନ୍ନ କରୁଥିବା କର୍ମ ପ୍ରତି ଆଦର ଭାବ ଛାଡ଼ି ଦୃଢ଼ ବିଶ୍ୱାସପୂର୍ବକ ଭଜନ କର। କିନ୍ତୁ ଶେଷରେ ତତ୍ତ୍ୱଜ୍ଞାନ ହୋଇଯିବା ପରେ ଆଉ କିଛି ହେଲେ କରିବାକୁ ବାକି ରହେ ନାହିଁ। ସାଧନା ରୂପୀ ତରବାରୀ ମଧ୍ୟ ଉପେକ୍ଷିତ ହୋଇଯାଏ ଓ ଜୀବ ତାର ପରମ ପ୍ରାପ୍ତବ୍ୟକୁ ପାଇଯାଏ। ଏହା ହିଁ ଚଳିତ ପ୍ରସଙ୍ଗର ଅଭିପ୍ରାୟ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟା ସଂହିତାୟାମ୍ ଏକାଦଶ ସ୍କନ୍ଧେ ଦ୍ୱାଦଶୋଧ୍ୟାୟ ସମାପ୍ତ। ଶ୍ରୋତାବନ୍ଧୁ, ଆମେମାନେ ଶ୍ରୀମଦ୍ ଭାଗବତର ଏକାଦଶ ସ୍କନ୍ଧ ସନ୍ନିବେଶିତ ଦ୍ୱାଦଶ ଅଧ୍ୟାୟକୁ ଶୁଣିଲେ, ଯେଉଁଥିରେ ସତ୍ସଙ୍ଗର ମହିମା ଭଗବାନ ବିଷ୍ଣୁ ନିଜେ ବର୍ଣ୍ଣନା କରିଛନ୍ତି। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ପରବର୍ତ୍ତୀ ଅଧ୍ୟାୟରେ ତ୍ରୟୋଦଶ ଅଧ୍ୟାୟରେ ଆମେ ଶୁଣିବା ସନକାଦି 4 ଭାଇଙ୍କୁ ହଂସ ରୂପରେ ଭଗବାନଙ୍କର ଉପଦେଶ ପ୍ରଦାନ। ଆପଣମାନଙ୍କର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।